রাম নয়, রাম সেই নেতার মর্যাদা পুরুষোত্তম প্রভু শ্রীরামচন্দ্র দহিবা কৃষ্ণতা প্রেম নୁହଁ, ତା ପ୍ରେମ ହଉଛି ମନର ପ୍ରେମ। ଆଜ୍ଞା ରାମର 64 ଲମ୍ବା ଚେହେରାକୁ ଭଲ ରାମ ତାର 2 ଫୁଟ କମ ହାଇଟର ଝିଅ ରାଧାର ଅଦୃଶ୍ୟ ମନକୁ ପ୍ରେମ କରୁଛି। ଜାଣିଛି ଦୈହିକ ପ୍ରେମ 2 ଟଙ୍କିଆ ବେଲୁନ ଫାଟିଯିବାଟା ଫାଇନାଲ, କିନ୍ତୁ ମନର କୃଷ୍ଣ ପ୍ରେମ 22 କ୍ୟାରେଟ ଖାଣ୍ଟି ସୁନା, ଯେତେ ପୁରୁଣା ହବ ସେତେ মূল্য বৃদ্ধি হবে। ওরে বাবা, এ তো ভালো নীতিবাদী জানিস, তুমি বিচারণ থাকে লিখিকার হওয়ার কথা আমি শুনবো। 15 ବର୍ଷ ଧରି ପ୍ରେମ କରୁଛନ୍ତି ତ ଏକ୍ସପେରିଏନ୍ସ ଅଛି, କିନ୍ତୁ ମୁଁ ତମ ପରି ହତାଶ ପ୍ରେମୀ କରୁନି। না না না, তুই হতাশ করে কেন? তুই ଗୋଟେ ବଡ଼ ବେଇମାନ, ତୁ ଏତେ ବଡ଼ ବେଇମାନ ଯେ ତୋ ଭଳି ବେଇମାନ ସ୍ୱାର୍ଥପର ଏ ଦୁନିଆରେ ଅଛନ୍ତି, କାହିଁ ମୋର ବିଶ୍ୱାସ ହଉନି। କଣ କହିଲ? ମୋ ବେଇମାନ, ମୋ ସ୍ୱାର୍ଥପର? ହଁ ସେଇଆ ନୁହେଁ ଯେ ତତେ ବଞ୍ଚିବା ପାଇଁ ନିଜ ଜୀବନ ଦେଲେ ଯେ ଦାଶରଥୀ ମହାପାତ୍ର ରାମ ଜୀବନ ସହିତ ତା ପ୍ରେମ ସହିତ ତୁ ବାଘ ବଜାରି ଖେଳ ଖେଳିଥାନ୍ତୁ, ଆରେ ମାରିବା ପାଇଁ ମୁଣ୍ଡା କରି ଟାଙ୍ଗ ତିଆରି କରିଥାନ୍ତୁ, ତା ଭଲ ପାଇବା ଅମର ସହିତ ଧର୍ଷିତା କରିଥାନ୍ତୁ। ଗଲେ ଦାଦା ହେଲେ ଟିକେ लो बाप डायलॉग खाली डाकी दଉଛନ୍ତି ଆଲେ ମାଡ हम दादा नाटक ପାଠ କଲି जो हर स्टोरी କହୁଥିଲି ଡକ୍ଟର ଦୀପକ ଜେନା ପାଠ କଲି। ନା 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 ଏଟା ଷ୍ଟୋରି ନୁହଁ, ଆଉ ଏଟା ରିଅଲ ଫ୍ୟାକ୍ଟ। ରିଅଲ ଫ୍ୟାକ୍ଟ? ହଁ ପ୍ରମାଣ ଅଛି ଅଛି କୋଉଠି? ଅନୁ ଆରେ ଉତ୍ତର ମତରେ ସବୁ ସତ ମାନିବୁ ନା ପୋଡ଼ିବେ ପିଲା ଗୋଟେ ପାଖରେ ମାନିବି ରାଗା ଖାଇ ମତେ ବଞ୍ଚେଇ ସେମାନେ ତ ଛାଡ଼ିଦେଲା, ମୁଁ ଛାଡ଼ି ପଳେଇବୁ। ମ୍ୟାଡ଼ାମ ସେ 25 ବର୍ଷ ତଳର ଗୁପ୍ତ ରହସ୍ୟ। ଓ ବାବା ଆଇ ମିନ୍ ମୋ ବଡ଼ ଭାଇ ଗୋଟେ ବଡ଼ ତାନ୍ତ୍ରିକଠୁ ତନ୍ତ୍ର ସାଧନା କରୁଥିଲେ, ତନ୍ତ୍ର ଚକ୍ରରେ ବଳିଦାନ ହବା ପାଇଁ ପାଗଳ ହେଇଯାଇଥିଲେ। ସେ ତାନ୍ତ୍ରିକ ରାଜା ସାହେବଙ୍କୁ କହିଥିଲା ରାଣୀମାନଙ୍କର ପ୍ରଥମ ସନ୍ତାନ ଗୋଟେ ଝିଅ ହବ, ରାତି 12ଟା ବେଳେ ଜନ୍ମ ହବ, ଆଉ ସେ ଝିଅ ଜନ୍ମ ହେଲା ବେଳକୁ ତା ଡାହାଣ ହାତ ବାହା ଉପରେ ଗୋଟେ କଳା ଯାଇ ବନାଯିବ। ଇଏ ଅଛି ଏଇଠି, ଆଉ ସେ ଝିଅ ରାମନବମୀ ପୂର୍ବ ଦିନ ଜନ୍ମ ହବ, ଆଉ ସେ ଝିଅ ଯୋଉ ରାତିରେ ଜନ୍ମ ହବ ସେଇ ରାତିରେ ରାଜା ସାହେବ ତାକୁ ନେଇକି ଯେବେ ବସାଣି ଚଣ୍ଡୀଙ୍କ ପାଖରେ ବଳି ଦେବେ, ରାଜା ସାହେବ ହେବେ ଜଗତ ଜିତା। ରାମ ବାବା ଦାଶରଥୀ ମହାପାତ୍ର ଥିଲେ ମୋ ଭାଇଙ୍କର ଅତ୍ୟନ୍ତ ବିଶ୍ୱସ୍ତ, ସେଥିପାଇଁ ଭାଇ ତମ ସମସ୍ତ କଥା ଜଣେଇଦିଏ। ଯୋଉଥିପାଇଁ କି ତୁ ଯୋଉଦିନ ଜନ୍ମ ହେଲୁ ଦାଶରଥୀ ମହାପାତ୍ର ତତେ ନେଇ ରାତିଟା ତାଙ୍କ ପାଖରେ ରଖିଥିଲେ, ସକାଳ ହବା ପରେ ସେ ଭାଉଜଙ୍କୁ ଫେରେଇ ଦେଇଥିଲେ, ଆଉ ସେଇ ତମ ବାପା ତମକୁ ବଳି ଦେଇ ପାରିଲେନି ବୋଲି ସେଇ ରାଗରେ ରାମ ଘରକୁ ଯାଇକି ରାମ ବାପାର କାଟିଦେଲେ। ସେ ଛଟପଟ ହେଇକି ମରିଗଲା। ଦେବୀ ପ୍ରଥମ ଭାଉଜକୁ ତଣ୍ଟି ଚିପି ମାରିଦେଲେ। ଆଜ୍ଞା ମତେ ରାଜା ସାହେବ କହିଥିଲେ ଏ ପାଖରେ କାହାକୁ କହିବେ, ଆଉ କହିଦେଲ ତମ ପାଖରେ କହିଦେବି ବୋଲି ଯେବେ ରାଜା ସାହେବ ଜାଣିଲେ ସେ ମୋର ତଳା ଆଣି ବୁଝେଇ ମତେ ମାରି ଦିଅନ୍ତୁ, ମୋର ଦୁଃଖ ନାହିଁ। ମୁଁ ଜୀବନରେ ଥରେ ସତ କରିକି ମୁଁ ଭାରି ମୁଁ ମରିଗଲେ ମୋର ଆଉ କିଏ ଅଛି କାନ୍ଦିବାକୁ, ସେ ତମ ମାଗଣାଟାକୁ ନେଇକି ପଳେଇଲା। ସେ ଘରକୁ ନେଇଯାଇଛି ଭଲ ହେଇ ଏଠି ଜମି ପଡ଼ିଆ ପଡ଼ିଲା ତାର ଚାଷବାସ କରି ଖାଉ। ବାପା ଜମି ନେଇଛି ସେ ପୁରା ବଳିଷ୍ଠିଆ ମାଟି, ବର୍ଷା ମାଟି ବର୍ଷରେ 3ଟା ଫସଲ କରୁ। ଆଗେ ଧାନ କରିଦେବୁ, ଧାନ ଅମଳ ସରିବ ତ ସାଙ୍ଗେ ସାଙ୍ଗେ ହଳ କରିକି ମୁଗ ଛାଡ଼ିଦେବୁ। ମୁଁ ଯାଉଛି ହନୁମାନ ମଠରେ, ମୁଁ ସେଠି ରାମ ନାମ ନେଇକି